ଆପଣମାନେ ଦେଖିପାରୁଥିବେ ସ୍କ୍ରୁ ଲାଗିଲା ବେଳେ କଷ୍ଟ ହେଲା କି ନାହିଁ। ସ୍କ୍ରୁଟା ଆମର ଏଇଥିପାଇଁ ଲାଗେ କି ଦାନ୍ତକୁ ଭିତରକୁ ନେବା ପାଇଁ। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ସିଲୁ, ଆପଣମାନଙ୍କର ପ୍ରେସେସ୍ ଗାର୍ଲ। ଆଜିକାର ଭିଡ଼ିଓଟା କୋଉ ଟପିକ୍ ବିଷୟରେ ହେବାକୁ ଯାଉଛି ଆପଣମାନେ ତ ଥମ୍ବନେଲ୍ ଦେଖିକି ଜାଣି ସାରିଥିବେ। ପୁଣି ଥରେ ମୁଁ ଆପଣମାନଙ୍କୁ କହିଦେଉଛି ଯେ ଆପଣମାନେ ଯେଉଁମାନେ ନୂଆ ଥିବେ ସେମାନେ ଜାଣିନଥିବେ ତାଙ୍କ ପାଇଁ ମୁଁ ପୁଣି କହିଦେଉଛି। ମୁଁ ହେଉଛି ବ୍ରେସେସ୍ ୟୁଜର୍, ହେଇଗଲାଣି ମୋର 6 ମନ୍ଥ ମୁଁ ବ୍ରେସେସ୍ ଲଗେଇଛି। ଆଉ ଏବେ ମୋର ଏଇଟା ଲାଗିଛି, ଆପଣମାନେ ଦେଖିପାରୁଥିବେ ସ୍କ୍ରୁ ଏପଟେ ସାଇଡ଼୍ରେ, ଏପଟେ ଗୋଟେ ସାଇଡ଼୍ରେ ଦୁଇଟା ସ୍କ୍ରୁ ଲାଗିଛି, ଯୋଉଥିପାଇଁ କି ଆଜିକାର ଭିଡ଼ିଓଟା ହେଉଛି ସେଇ ସ୍କ୍ରୁ ଉପରେ। ସ୍କ୍ରୁ ବିଷୟରେ ଗୋଟେ ମିନି ବ୍ଲଗ୍ ପୋଷ୍ଟ କରିଥିଲି ଇନଷ୍ଟାଗ୍ରାମରେ। ସେଥିରେ ବହୁତ ଗୁଡ଼ାଏ କ୍ୱେଶ୍ଚନ୍ ଆସିଥିଲା କି ଯେ ସ୍କ୍ରୁ ଲଗାଇବା ପାଇଁ କେତେ ପଇସା ଖର୍ଚ୍ଚ ହେଲା, କୋଉଥିପାଇଁ ସ୍କ୍ରୁ ଲଗେଇଲେ, ସମସ୍ତଙ୍କର କ'ଣ ସ୍କ୍ରୁ ଲାଗେ କି, ଏଇସବୁ ଆପଣଙ୍କର ପ୍ରଶ୍ନ ଥିଲା। ତ ମୁଁ ଭାବିଲି ଗୋଟେ ଲଙ୍ଗ୍ ଭିଡ଼ିଓ ବନେଇଦେବି କାହିଁକି ମୋର ଲାଗିଛି, ଆଉ ସ୍କ୍ରୁ ମୋର କ'ଣ ପାଇଁ ଲାଗିଲା, ଆଉ କେତେ ଟାଇମ୍ ଲାଗିବ, କେତେ ପଇସା ଖର୍ଚ୍ଚ ହେଲା କି କ'ଣ, ସବୁ ମୁଁ ଏଇଠି ଡିଟେଲ୍ସ ଆପଣଙ୍କୁ କ୍ଲିୟର କରିଦେବି। ତ ଆପଣମାନଙ୍କର ଯଦି ଇଣ୍ଟରେଷ୍ଟ ଅଛି ବ୍ରେସେସ୍ ବିଷୟରେ, ଆପଣମାନେ ଭିଡ଼ିଓଟିକୁ ଲାଷ୍ଟ ଯାଏଁ ଦେଖନ୍ତୁ, ଆପଣମାନେ ପୁରା କ୍ଲିୟର ହେଇଯିବେ। ଚାଲନ୍ତୁ ଆଜିକାର ଭିଡ଼ିଓଟି ଷ୍ଟାର୍ଟ କରିବା। ପ୍ରାୟ ଆପଣମାନଙ୍କର କ୍ୱେଶ୍ଚନ୍ ଥିଲା ଯେ ମାନେ ସମସ୍ତଙ୍କର କ'ଣ ସ୍କ୍ରୁ ଲାଗେ କି? ତ ସମସ୍ତଙ୍କର ସ୍କ୍ରୁ ଲାଗେନି, କେସ୍ ନେଇକି ଲାଗେ। ମାନେ ପ୍ରାୟତଃ ସ୍କ୍ରୁଟା ଆମର ଏଇଥିପାଇଁ ଲାଗେ କି ଦାନ୍ତକୁ ଭିତରକୁ ନେବା ପାଇଁ କି ଦାନ୍ତକୁ ବାହାରକୁ ଆଣିବା ପାଇଁ ମାନେ ଲଗାନ୍ତି। ମାନେ ଧରାଯାଉ ଆମେ ଏଇଠି ଗୋଟେ ଲଗେଇଲେ, ତ ୟାକୁ ଭିଡ଼ିକି ଏମିତି ପଛକୁ ଟାଣିକି ରଖିବା ପାଇଁ ମାନେ ନେବା ପାଇଁ ସ୍କ୍ରୁଟା ସାହାଯ୍ୟ କରେ। ସେଥିପାଇଁ ସ୍କ୍ରୁଟା ଲାଗିଛି। ଆଉ ଆପଣମାନଙ୍କ ଯଦି ଏଇଠି ବି ଲାଗିବ, ଏଇଠି ସ୍କ୍ରୁ ତ ଏପଟକୁ ଟାଣି ଆଣିବାରେ ସାହାଯ୍ୟ କରେ। ମୁଁ ଯେତିକି ଯାହା ଜାଣିଛି, ଅଧିକ ତ ମୁଁ ଜାଣିନି, ଯେତିକି ଯାହା ମୁଁ ଏକ୍ସପିରିଏନ୍ସ କରିଛି ଆପଣମାନଙ୍କୁ ସେୟାର କରୁଛି। ତାମାନେ ନୁହେଁ ଯେ ମୁଁ ଡକ୍ଟର, ତ ମୋ ସହିତ ବିତିଛି ଯୋଉଟା ମୁଁ ବୁଝିଛି ଆପଣମାନଙ୍କୁ ସେୟାର କରୁଛି, କାରଣ ଆପଣମାନଙ୍କର କିଛି ହେଲ୍ପଫୁଲ୍ ହେବ ସେଥିପାଇଁ। ତ ମୋର କେସ୍ ହେଉଛି କି ମୋର ଏଇ ତଳ ଦାନ୍ତ ଗୁଡ଼ା ବହୁତ ଭିତରକୁ, ମାନେ ଏଇ ଜିନିଷଟା ମୋର ମ୍ୟାମ୍ କହୁଥିଲେ ଏଇ ଜିନିଷଟା ମୋର ବହୁତ ଛୋଟ, ତ ୟାକୁ ବାହାରକୁ ଆଣିବା ପାଇଁ ପଡ଼ିବ। ମୋର ମାନେ ସ୍ମାଇଲ୍ ପୁରା ପରଫେକ୍ଟ କରିବା ପାଇଁ, ପରଫେକ୍ଟ ତ ହେବ ନା ନାହିଁ ମୁଁ କହିପାରିବିନି, କିନ୍ତୁ ଚେଷ୍ଟା ତ ଚାଲିଛି ନିହାତି। କିନ୍ତୁ ମୁଁ ଯେତିକି ଏକ୍ସପେକ୍ଟ କରିଛି ସେତିକି ହେଇପାରିବ କି ନାହିଁ ସେଇଟାର ଗ୍ୟାରେଣ୍ଟି ମୁଁ ବି ଦେଇପାରିବିନି, ଡକ୍ଟରମାନେ ବି ଦେଇପାରିବେନି। ତ ମୋର ପୁରା ପରଫେକ୍ଟ ହେବା ପାଇଁ ହେଲେ ଏଇ ଦାନ୍ତକୁ ଆଗକୁ ଆଣିବା ପାଇଁ ପଡ଼ିବ, ଆଉ ଏଇ ସାମ୍ନା ଦାନ୍ତକୁ ପଛକୁ ନେବା ପାଇଁ ପଡ଼ିବ। ସେଥିପାଇଁ ମୋତେ ଏଇଠି ବି ଦୁଇଟା ସ୍କ୍ରୁ ଲାଗିବ ସାୟଦ କହୁଥିଲେ ମ୍ୟାମ୍, ଲାଗିଲେ ମୁଁ ଆପଣମାନଙ୍କୁ ଜଣେଇବି। କିନ୍ତୁ ଏଇଠି ମୋର ସ୍କ୍ରୁ ଲାଗି ସାରିଛି। ତ ଆଗକୁ କ'ଣ ହେବ ମୁଁ ନିହାତି ଆପଣମାନଙ୍କୁ ଜଣେଇବି। ଯାହା ଯେମିତି ମୋର ସବୁ ହେବ ଟ୍ରିଟମେଣ୍ଟ ମୁଁ ଆପଣମାନଙ୍କୁ ଅପଡ଼େଟ୍ ନିହାତି ଦେବି। ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ସବସ୍କ୍ରାଇବ୍ କରିକି ରଖିଥାନ୍ତୁ, ତାକି ଯାହା ବି ହେବ ଅପଡ଼େଟ୍ ମୁଁ ଆପଣମାନଙ୍କୁ ଜଣେଇଦେବି। ସବୁଠୁ ବଡ଼ କଥା ହେଉଛି ଯେ ମୋର ପରଫେକ୍ଟ ହେଉଛି କି ନାହିଁ, ଆପଣମାନେ ଲାଷ୍ଟ ପର୍ଯ୍ୟନ୍ତ, ମାନେ ଏଣ୍ଡିଂ ପର୍ଯ୍ୟନ୍ତ ମୋ ସହିତ ଯୋଡ଼ି ରୁହନ୍ତୁ, ଦେଖିବା କେମିତି କ'ଣ ଚେଞ୍ଜେସ୍ ଆସୁଛି କି ନାହିଁ। ରେଜଲ୍ଟଟା ତ ନିହାତି ରେଜଲ୍ଟ ପାଇଁ ମୁଁ ବି ବହୁତ ଏକ୍ସାଇଟେଡ୍ ଅଛି। ତାପରେ ଆପଣମାନଙ୍କର କ୍ୱେଶ୍ଚନ୍ ଥିଲା ଯେ ମାନେ ଚାର୍ଜ ନେଲେ କି, ମାନେ ମୁଁ ଯୋଉଠି କରିଛି ତ ଏଇଟା ମୋର ଟୋଟାଲ ସେଇଟା ଚାର୍ଜ ସେଇଠି ମିଶି ଯାଇଛି। ଆପଣ କୋଉଠି କେମିତି କରୁଛନ୍ତି, କୋଉ ଜାଗାରେ ଆପଣଙ୍କୁ ସେମିତି କ୍ଲିୟର କରିଦେବେ। ଆପଣଙ୍କର ଯେତିକି ପଇସା ଖର୍ଚ୍ଚ ହେବ କ'ଣ କି ଅଲଗା ଚାର୍ଜ ନେବେ ସେମାନେ ଆଗରୁ କ୍ଲିୟର କରିଦେବେ। ତ ମୁଁ ଯୋଉଠି କରିଛି ସେଇଟା ମୋର ସେଠି ଆଡ୍ ଥିଲା, ତ ମୋତେ ସେମିତି କିଛି ଏକ୍ସଟ୍ରା ଚାର୍ଜ ଦେବା ପାଇଁ ପଡ଼ିନି। ଆଉ ଗୋଟେ ଆପଣମାନଙ୍କର କ୍ୱେଶ୍ଚନ୍ ଥିଲା ଯେ କଷ୍ଟ ହେଲା କି ନାହିଁ। କଷ୍ଟ ତ ନିହାତି ହେବ, କିନ୍ତୁ ସେଇ ଟାଇମ୍ରେ ଯେତେବେଳେ ମୋତେ କରାହେଲା ମୁଁ କିଛି ଟୋଟାଲି କିଛି ବି ଜାଣିପାରିଲି। ମାନେ କ'ଣ ହେଉଛି ମୋ ସହିତ, ମାନେ ମୋ ଛେପ, ମାନେ ଯେଉଁ ଛେପ ସେଗୁଡ଼ା ପାଟିରୁ ବାହାରିଲା ବି ମୁଁ ଜାଣିପାରୁନି ମୋର ଛେପ ବାହାରୁଛି ହେଲା, ଏଇଭଳିଆ କଣ୍ଡିସନ୍। ମାନେ ଏକ୍ସପିରିଏନ୍ସ ଫାଷ୍ଟ ଥିଲା ମୋର, ଯୋଉଟା କୁହନ୍ତି କ'ଣ ସେଟା କାଲୁଆ ଇଞ୍ଜେକ୍ସନ୍, ଯୋଉ ଆମର କୁହନ୍ତି ଓଡ଼ିଆରେ କାଲୁଆ ଇଞ୍ଜେକ୍ସନ୍, ଗାଁ ମାନଙ୍କରେ କୁହନ୍ତି, ଆଉ ତାର ଇଂଲିଶଟା ମୁଁ ବି ଜାଣିନି। ମାନେ କାଲୁଆ ଇଞ୍ଜେକ୍ସନ୍ ଯୋଉଟା, ସେଟା ମୋର ଫାଷ୍ଟ ଏକ୍ସପିରିଏନ୍ସ ଥିଲା। ମୁଁ କେବେ ବି ଆଗରୁ ସେ ଇଞ୍ଜେକ୍ସନ୍ ନେଇନଥିଲି। ତ ସେଟା ମୋତେ ଯେତେବେଳେ ଦିଆହେଲା ମୁଁ ତାର ଫିଲ୍ କିଛି ବି, ମୋତେ ଏଇଠି କ'ଣ କେମିତି କ'ଣ କଲା ମୁଁ ତ ଆଖି ବନ୍ଦ କରିଥାଏ, କିନ୍ତୁ କିଛି ବି ମୋତେ ଫିଲ୍ ହେଇନି। ତାପରେ କିଛି ସମୟ ପରେ ଧୀରେ ଧୀରେ ମୋତେ ଯେତେବେଳେ ସରିଲା, ତାପରେ ମୁଁ ଏକା ହିଁ ଯାଇଥିଲି। ତ ମୁଁ ସେଠୁ ବାହାରିକି ଜଲ୍ଦି ମୁଁ ଜାଣିଛି ପେନ୍ ହେବ, ତ ମୁଁ ଜଲ୍ଦି କେମିତି ପଳେଇ ଆସିବି ମାନେ ଚିନ୍ତାରେ ହିଁ ଥିଲି। ତ
ଆସିଲା ପରେ ଟିକେ ପେନ୍ ହେଇକି ଆସିଲା, ଯୋଉଟାକି 2-3 ଦିନ ପର୍ଯ୍ୟନ୍ତ ପେନ୍‌ଟା ମୋର ରହିଲା। ତ ଆପଣମାନେ ଖାଇପାରିବେ, ସେମିତି କିଛି ପ୍ରୋବ୍ଲେମ୍ ନାହିଁ। ଏ ଏ ତ ଉପରେ ଲାଗିଥିବ, ଖାଇପାରିବେ। ଆପଣମାନଙ୍କୁ କିଛି ଦିନ ଅଡୁଆ ଲାଗିବ, ତାପରେ ଠିକ୍ ଠାକ୍ ଲାଗିବ। ତ ଯେତେବେଳେ ମୋତେ କୁହାହେଇଥିଲା ଯେ ମୋର ସ୍କ୍ରୁ ଲାଗିବ, ମୁଁ ସେତେବେଳେ ମୁଁ ଜାଣିନଥିଲି ସ୍କ୍ରୁ ମାନେ କଣ? ସେମାନେ ମୋତେ କହିଦେଇଥିଲେ ସ୍କ୍ରୁ ଲାଗିବ, ଏଇଠି ଏମିତି ଲାଗିବ, ଏମିତି କହିଦେଇଥିଲେ ମ୍ୟାମ୍। କିନ୍ତୁ ମୁଁ ସେଇଟା ଟୋଟାଲି ବୁଝିନଥିଲି। କହିଥିଲେ ଠିକ୍ ଅଛି। ତାପରେ ମୁଁ ସେଇଟା ୟୁଟ୍ୟୁବରେ ମାରିକି ଯେତେବେଳେ ମୁଁ ସର୍ଚ୍ଚ କଲି, ଦେଖିଲି ଏମିତି ସବୁ ହଉଛି, ମୁଁ ପୁରା ଡରି ଯାଇଥିଲି। ଏମିତି ହେବ ମୋ ସହିତ, ମୁଁ କଣ କରିବି? କେତେ ପେନ୍ ହେବ? କିନ୍ତୁ ଆପଣମାନେ ବି ସେମିତି ଯଦି ସିଚୁଏସନ୍ ଆଗରୁ କିଛି ବି ଏମିତି ଭୟ କରନ୍ତୁ ନାହିଁ। ମୁଁ ଯାହା ଫିଲ୍ କଲି, ମୁଁ ବି ସେମିତି ଡରି ଯାଇଥିଲି। ଏମିତି କେମିତି ହେବ? ମୁଁ ମାନେ ଆଗରୁ ହିଁ ମୁଁ ବହୁତ ଡରି ଯାଇଥିଲି, କିନ୍ତୁ ମୋତେ କରିବାର ଥିଲା। ମୁଁ ଭାବୁଥିଲି ଯାହା ବି ହଉ କିନ୍ତୁ ମୁଁ କରିବି। ଏଇ ପେସେନ୍ସଟା ମୋ ଭିତରେ ଥିଲା। କିନ୍ତୁ ଯେତେବେଳେ ମୁଁ ସେ ବେଡ୍‌ରେ ଶୋଇଲି ନା, ସେତେବେଳେ ମୋତେ କିଛି ଟାଇମ୍ ପାଇଁ ଏମିତି ଲାଗିଲା, ଯେତେବେଳେ ସେ ଯୋଉ ଯନ୍ତ୍ରପାତି ବାହାର କଲେ, ତ ମୋତେ ସେତେବେଳେ ଗୋଟେ ସେକେଣ୍ଡ ଏମିତି ଲାଗିଥିଲା ଯେ ମୁଁ ସେ ବେଡ୍‌ରୁ ଉଠିକି ପଳେଇ ଆସିବି, କହିଦେବି ମୋର ଆଉ କିଛି ଦରକାର ନାହିଁ, ଥାଉ, ମୁଁ ଆଉ କରିବିନି, ଛାଡ଼ି ଦିଅନ୍ତୁ ମୋତେ। ଏଇ ଟାଇପ୍‌ର ଲାଗିଥିଲା। ତାପରେ ମୁଁ ଧୈର୍ଯ୍ୟ ମାରିକି କେମିତି ମୁଁ ରହିଥିଲି, ମୁଁ ନିଜେ ବି ବୁଝିପାରିନି। ଯେତେବେଳେ ମୁଁ ପରେ ସେଗୁଡ଼ାକୁ ଭାବେ ନା, ସେ ଟାଇମ୍‌ଟା ବହୁତ ଇମୋସନାଲ୍, ମାନେ ସେଇଟା କେହି ବୁଝି ହିଁ ପାରିବେନି। ମୁଁ ଏତିକି ସେଇଦିନ ଫିଲ୍ କଲି, ସେଇ ଟାଇମ୍, ସେଇ କଷ୍ଟ, ସେଇ ଟାଇମ୍ ବୋଲିନି, ଆପଣଙ୍କ ମନରେ କଣ ହଉଛି, ଆପଣ କଣ ଫିଲ୍ କରୁଛନ୍ତି, ସେମାନେ ଦ୍ୱିତୀୟ ପର୍ସନ୍, ସେଠି କେହି ବି ବୁଝିପାରିବେନି। ଯାହା ଯାହା ଉପରେ ବିତୁଥିବ, ସେ ହିଁ କେବଳ ଜାଣିପାରିବ କଷ୍ଟଟା କଣ, କେମିତି ହଉଛି। ନହେଲେ ଲୋକ ଏମିତି ସିମ୍ପାଥି ଦେଇଦେବେ, ଓହୋ ଠିକ୍ ଅଛି, ଏମିତି ହଉଛି ସେମିତି, ତାପରେ ସେମାନେ ତମର ମଜାକ ଉଡ଼େଇଦେବେ। ତ ଷ୍ଟ୍ରଙ୍ଗ ରହିବାର ଅଛି। ଆପଣଙ୍କୁ ଯଦି କରିବାର ଅଛି, ଆପଣ ଷ୍ଟ୍ରଙ୍ଗ ରୁହନ୍ତୁ, ନିଜକୁ ଷ୍ଟ୍ରଙ୍ଗ ରଖନ୍ତୁ, ବାସ୍ ସବୁ ହବ। ତ ଆପଣମାନେ ବି ଯଦି ବ୍ରେସେସ୍ ଲଗେଇବା ପାଇଁ ଭାବୁଛନ୍ତି, ତ ଆଗରୁ କିଛି ଭାବିକି ମାନେ ଡରି ଯାଆନ୍ତୁନି। କାରଣ ଯଦି ଆପଣ ମାନେ ଆପଣ ମାନେ କଣ କହିବି, ଆପଣ ସୌନ୍ଦର୍ଯ୍ୟ ମାନେ ଆପଣ ଅବଭିୟସଲି ଆପଣ ଯଦି ବ୍ରେସେସ୍ ଲଗେଇବା ପାଇଁ ଚାହୁଁଛନ୍ତି, କୋଉଠି ନା କୋଉଠି ଆପଣଙ୍କର ସୌନ୍ଦର୍ଯ୍ୟରେ କମି ଅଛି। ସିଧା କଥା, ଆପଣଙ୍କୁ ଠିକ୍ ଲାଗୁନି, ଅନକମ୍ଫର୍ଟେବଲ୍ ଲାଗୁଛି, ଅନ୍ୟ ଆଗରେ କନଫିଡେନ୍ସ ଆସୁନି, ସେଥିପାଇଁ ଆପଣମାନେ ଲଗେଇବା ପାଇଁ ଚାହୁଁଛନ୍ତି। ଏଇ ସବୁକୁ ଯଦି ଆପଣମାନେ ଦୂର କରିବାକୁ ଚାହୁଁଛନ୍ତି, ତ ଆପଣଙ୍କର କିଛି ନା କିଛି ହରେଇବା ପାଇଁ ପଡ଼ିବ। ସେଇଟା ହେଉଛି ଭୟ, ଫାଷ୍ଟ କଥା। ତ ଆପଣଙ୍କୁ ଷ୍ଟ୍ରଙ୍ଗ ରହିବା ପାଇଁ ପଡ଼ିବ, ଭୟ ଛାଡ଼ିବା ପାଇଁ ପଡ଼ିବ। ତ ଏମିତି କିଛି ଥିଲା ମୋର ସ୍କ୍ରୁ ଲଗାଇବାର ଦିନଟା। ମାନେ ମୁଁ ଆଗରୁ ତ ବହୁତ ଡରି ଯାଇଥିଲି, କିନ୍ତୁ ସେମିତି କିଛି ପରେ ମୋତେ କିଛି ହେଇନଥିଲା। ତାପରେ ହାଲକା ହାଲକା ଏମିତି ପେନ୍ କିଛି ଦିନ ରହିଥିଲା। ତ ସେଇଟା ତ ଆମକୁ ସହିବା ପାଇଁ ପଡ଼ିବ, କାରଣ ଆମକୁ ରେଜଲ୍ଟ ଦରକାର, ବେଷ୍ଟ ରେଜଲ୍ଟ। ତ ସେଇଟା ଭାବିକି ମୁଁ ସବୁ ସହି ଯାଉଛି। ଆଉ ଆପଣମାନଙ୍କୁ ବି ଯଦି ସେମିତି କରିବାର ଅଛି, ତ ଆପଣମାନେ ବି ଆଗରୁ ଡରନ୍ତୁନି, ସାମ୍ନା କରନ୍ତୁ, ବାସ୍ ସବୁ ଇଜି ଲାଗିବ। ଆପଣମାନଙ୍କୁ ଯଦି ବ୍ରେସେସ୍ ବିଷୟରେ ଏମିତି ମୋଟିଭେଟ୍ ଦରକାର, ମାନେ କିଛି ବି ଯଦି ମୋ ଭିଡ଼ିଓ ଆପଣମାନଙ୍କୁ ମୋଟିଭେଟ୍ କରିଛି, ତ ତାହେଲେ ଆପଣମାନେ ନିହାତି ମୋତେ ଟିକେ ସପୋର୍ଟ କରିବେ, ମୋ ସହିତ ଯୋଡ଼ି ରହିବେ ଏ ଜର୍ଣ୍ଣିରେ। ତ ଆଜି ପାଇଁ ଏତିକି। ପୁଣି ଦେଖା ହବ ନୂଆ ଭିଡ଼ିଓରେ, ନୂଆ ଅପଡେଟ୍ ସହିତ। ଭିଡ଼ିଓଟା ଭଲ ଲାଗିଥିଲେ ଲାଇକ୍, କମେଣ୍ଟ, ସେୟାର ନିହାତି କରିବେ। ଆଜି ପାଇଁ ଏତିକି। ପୁଣି ଦେଖା ହବ ନୂଆ ଭିଡ଼ିଓରେ। ଟାଟା।